ଆସିବେ ମା ଚହଟିଲାଣି କାଶତଣ୍ଡି। ପ୍ରକୃତିର ଅପରୂପ ଶୋଭାରାଶି ମଧ୍ୟରେ ଆଜି ଝଲସି ଉଠୁଛି କାଶତଣ୍ଡିର ଫୁଲ। ସ୍ୱତ ବର୍ଣ୍ଣରେ ପୁଷ୍ପପୀଡ଼ିତ କାଶତଣ୍ଡିର ଫୁଲ ଯେପରିକି ଧରାରାଣୀ ଗୋटे ଧଳା ବସ୍ତ୍ର ପରିଧାନ କରିଛି। ନୀଳ ଆକାଶ ତଳେ ହସୁଛି କାଶତଣ୍ଡି ଫୁଲ। ଜଗତ ଜନନୀ ମା ଦୁର୍ଗାଙ୍କ ଧରାବତରଣ ସୂଚନା ଦେଇଥାଏ ଏହି କାଶତଣ୍ଡି ଫୁଲ। ଯେତେବେଳେ କାଶତଣ୍ଡି ଫୁଲ ଆସେ ସେତେବେଳେ ଧରାପୃଷ୍ଠକୁ ଅବତରଣ କରିଥାନ୍ତି ମା ଦୁର୍ଗା ଓ ଆରମ୍ଭ ହୋଇଯାଏ ବିଭିନ୍ନ ପର୍ବପର୍ବାଣୀ। କାଶତଣ୍ଡି ଫୁଲର ଧଳା ଚାଦର ଘୋଡ଼ାଇ ହୁଏ ମାଟି ମା ଆଉ ପାର୍ବଣର ପର୍ବ ଦଶହରା ଆସୁଛି ବୋଲି ସମସ୍ତଙ୍କୁ ଜଣାଇ ଦିଏ। ଧଳା ରଙ୍ଗର ସେହି କାଶତଣ୍ଡି ଫୁଲର ପବନ ଦୋଳି ଖେଳିବାକୁ ଦେଖି କବିର କବିତା ମନରେ ଭାସିଯାଏ। ସକାଳର ସୁନେଲି କିରଣ ଯେତେବେଳେ ଏହି କାଶତଣ୍ଡି ଫୁଲ ଉପରେ ପଡ଼ିଥାଏ ସତେ ଯେମିତି ଲାଗେ ସମୁଦ୍ର ଲହଡ଼ି ଭାଙ୍ଗୁଛି। ମନକୁ ଚଞ୍ଚଳିତ କରିବା ସହ ତାର ରଙ୍ଗ ଆଉ ରୂପରେ ସମସ୍ତଙ୍କୁ ନିଜ ଆଡ଼କୁ ଟାଣି ନେଇଥାଏ। ପ୍ରକୃତିର ସୌନ୍ଦର୍ଯ୍ୟକୁ ଅଳଙ୍କାର କରି ନିଜକୁ ନାନା ରଙ୍ଗରେ ସଜେଇ ସାଧବ ବୋହୂ ପରି ବସିଥାଏ ମାଟି ମା। ପାହାଡ଼ ପର୍ବତର ସବୁଜ ବନାନୀରୁ ଲୁଗା ପିନ୍ଧି ଆକାଶର ମେଘମାଳାର ମୁକୁଟ ପିନ୍ଧି ସାତ ରଙ୍ଗର ଓଢ଼ଣୀରେ ନିଜକୁ ଘୋଡ଼ାଇ ବସିଥାଏ ସାଧବ ବୋହୂ ପରି। କଳକଳ ଝରଣା ପାଇଁ ତା ଦେହର ମିଠା ସ୍ପର୍ଶ ସତେ ଯେମିତି ସାତ ସ୍ୱରରେ ଗୀତ ଗାଉଛି ଆଉ ତା ଶୋଭାକୁ ଆହୁରି 2 ଗୁଣ ବଢ଼େଇ ଦିଏ 12 ମାସର 13 ପର୍ବ। ନିଜ ସୌନ୍ଦର୍ଯ୍ୟରେ ହଜେଇବାକୁ ଏହି ଫୁଲର କୌଣସି ବାସ୍ନା ନଥିଲେ ମଧ୍ୟ ସେହି ବାଟ ଦେଇ ଯାଉଥିବା ଲୋକଟିଏ ମଧ୍ୟ ଛିଡ଼ା ହୋଇଯାଇଥାଏ ପବନରେ ତାର ସୁନ୍ଦର ନାଚ ଦେଖିବାକୁ। କବିଟିଏ ତାର କବିତା ମାଧ୍ୟମରେ ହେଉ ବା ଲେଖକଟିଏ ତା ଲେଖନୀ ମାଧ୍ୟମରେ ହେଉ ବା ସାମ୍ବାଦିକଟିଏ ତାର କଲମ ମୁନରେ କାଶତଣ୍ଡିର ସୁନ୍ଦରତାକୁ ଭିନ୍ନ ଭିନ୍ନ ଢଙ୍ଗରେ ପରିପ୍ରକାଶ କରିଥାନ୍ତି।